ବ୍ଲକଟେ ପ୍ରଥମେ ହେଇଛି 93.3%, 560 ମାର୍କ ରହିଛି ଏବଂ ଏଥିରେ ସବୁ ଶ୍ରେୟ ମୋର ପିତାମାତା, ମୋର ପ୍ରଧାନ ଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁଜନ ଏବଂ ଭଗବାନଙ୍କୁ ଦେବାକୁ ଚାହୁଁଛି। ତା ସହିତ ପରିଶ୍ରମ ମଧ୍ୟ ଦିନରୁ କରୁଥିଲି, ତାର ଫଳ ମିଳିଛି ଆଉ। ପାଠପଢ଼ା ତ ସ୍କୁଲକୁ ଛାଡ଼ିକି ବି 6ରୁ 7 ଘଣ୍ଟା ପଢ଼େ। ଯେତିକି ସମୟ ମାନେ ପଢ଼ିବାଟା ସମୟ ଯେତେବେଳେ ତାର ଡିପେଣ୍ଡ କରେନି, ସେତିକି ସମୟ ମାନେ ମନ ଦେଇ କେତେ ସମୟ ପଢ଼ିପାରୁଛନ୍ତି ସେଇଟା ଆପଣଙ୍କ ଉପରେ ନିର୍ଭର କରେ। ଭବିଷ୍ୟତରେ ଜଣେ ଶିକ୍ଷକ ବା ଅଧ୍ୟାପକ ହେବାର ଲକ୍ଷ୍ୟ ରହିଛି। ତାପରେ ଭଗବାନଙ୍କ ଇଚ୍ଛା ଯାହା ଥିବ। ଜୀବନର ଲକ୍ଷ୍ୟ ତ ସେଇଟା ଅଛି। ଅଧ୍ୟାପକ ଗୋଟେ କୌଣସି ମହାବିଦ୍ୟାଳୟ ହଉ ବା ବିଦ୍ୟାଳୟରେ ଶିକ୍ଷା ଲାଇନରେ ଯିବାକୁ। ନିଶ୍ଚିତ ଭାବରେ ଖୁସି ଅଛି ଏବଂ ଏଇଥିପାଇଁ ଯେ ଫତେପୁର, ଅସୁରାଳି ଆଉ କଟସାଇ ପଞ୍ଚାୟତରେ ବହୁତ ପିଲାମାନଙ୍କୁ ମୁଁ ପାଠ ପଢ଼େଇଛି। ଯେହେତୁ ପିଲାଟା ମୋର ପ୍ରଥମ ଏଇ ବଡ଼ ପୁଅ, ତେଣୁ ମୋର ଲକ୍ଷ୍ୟ ଥିଲା ସେ କେମିତି A1 ପାଇବ। ସେଥିପାଇଁ ସବୁ ସବଜେକ୍ଟ ତ ମୁଁ ପାଠ ପଢ଼ାଏ। ଆଉ ମୁଁ ତାକୁ ତାର ପ୍ରତ୍ୟେକ ସବଜେକ୍ଟରେ ସାଇନ୍ସ, ମ୍ୟାଥ, ଇଂଲିଶ ଠାରୁ ଆରମ୍ଭ କରି ଏବଂ ହିନ୍ଦୀ, ସଂସ୍କୃତି ବା ସଂସ୍କୃତି, ଇତିହାସ, ଭୂଗୋଳ ପର୍ଯ୍ୟନ୍ତ ତାର ଯୋଉଠି ଯାହା ପ୍ରୋବ୍ଲେମ୍ ଥାଏ ତାକୁ ଦେଖେ ଏବଂ ତାର ସମସ୍ୟା ଯୋଉଠି ତାର ହାର୍ଡ ପଏଣ୍ଟ, ମୁଁ ସେଇ ହାର୍ଡ ପଏଣ୍ଟକୁ ପୁରା ହାର୍ଡ ସ୍ପଟକୁ ଦୂର କରିବା ପାଇଁ ତା ପାଇଁ ଚେଷ୍ଟା କରିଛି। ଆଶା ତ କରିଥିଲୁ A1 ପାଇବ। ଆଉ ଟପର ହବା କଥା ଅ, ଏତେ ଆଶାବାଦୀ ନଥିଲୁ। ତଥାପି ଏଇଥିପାଇଁ ଆଶାବାଦୀ ଥିଲୁ ଯେ ତୃତୀୟ, ପଞ୍ଚମ ସ୍କଲାରସିପ୍ ପଠାଣି ସାମନ୍ତ ସବୁ ପରୀକ୍ଷାରେ ସେ ଯେହେତୁ କୃତକାର୍ଯ୍ୟ ହେଇଛି। ଭୁବନେଶ୍ୱର ଯାଇକି ଆପଣମାନେ ଯେତିକି ଦେଖୁଛନ୍ତି ତାର ଟ୍ରଫି ସବୁ ଏ ଘରେ ଯେତିକି ଅଛି, ସେ ସବୁ କରିକୁଲାର ସହିତ କୋ କରିକୁଲାର ଆକ୍ଟିଭିଟିରେ ସେ ଷ୍ଟେଟରୁ ଯାଇ କମିଶନରଙ୍କ ଠାରୁ, ସିଏମଙ୍କ ଠାରୁ ବିଭିନ୍ନ କ୍ଷେତ୍ରରେ ଯାଇ ମାନେ ନେଇକି ଆସିଛି ଏବଂ ସେ ନିଜେ ପରିଶ୍ରମ କରିଛି ଏବଂ ମୁଁ ମଧ୍ୟ ଶ୍ରେୟ ଦଉଛି ତାଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯୋଉ ତିଳୋତ୍ତମା ଦିଦି ଅଛନ୍ତି, ପ୍ରିୟତମା ଦିଦି ଅଛନ୍ତି ଏବଂ ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଆମ ପୁଅକୁ ସେମାନେ ନିଜ ପୁଅ ଭଳି ଭାବିକି ବହୁତ ପୁରା ତା ପାଇଁ ପ୍ରେରଣା ଦେଇଛନ୍ତି। ବହୁତ ତାକୁ ଉତ୍ସାହିତ କରିଛନ୍ତି କେମିତି A1 ପାଇବ ଏବଂ ଟପର ହବା ପାଇଁ। ତା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବହୁତ ପୁରା ସେଥିପାଇଁ ପ୍ରେରଣା ରହିଛି। ଭଗବାନଙ୍କ ଉପରେ ମୁଁ ତ ନିଶ୍ଚିତ ଆପଣମାନେ ଜାଣିଥିବେ ମୁଁ ତ ଆଧ୍ୟାତ୍ମବାଦୀ ଲୋକ। ଭଗବାନଙ୍କ ଉପରେ ନିଶ୍ଚିତ ଭରସା କରିଥିଲି ଏବଂ ସେଇଟା ସଫଳତା ମିଳିଛି। ତା ପରିଶ୍ରମ ସଫଳତା ସେ ପାଇଛି ଆଉ। ତଥାପି ମୁଁ ତ ତାକୁ ସକାଳେ ପ୍ରାୟ ଦେଖୁଥିଲି। ସକାଳେ ଦେଖୁଥିଲି, ରବିବାରରେ ଟିକେ ଅଧିକ ସମୟ ଟିକେ ଦେଖୁଥିଲି। ରବିବାର ଟିକେ ତାର ସଂସ୍କୃତି, ସୋସିଆଲ ଷ୍ଟଡି ଆଉ ଓଡ଼ିଆ ଦେଖୁଥିଲି। ଆଉ ଅଲଗା ସବୁଦିନ ମ୍ୟାଥ, ସାଇନ୍ସ, ଇଂଲିଶ। ପିଲା ପ୍ରତିଦିନ ମ୍ୟାଥ, ସାଇନ୍ସ, ଇଂଲିଶ ନିହାତି ପଢ଼ିବ। ଆଉ ସବୁ ସବଜେକ୍ଟରୁ ଅଧଘଣ୍ଟାଏ ଲେଖା। ତାହେଲେ ଏମିତି ହିସାବ କଲେ 6-7 ଘଣ୍ଟା ନିହାତି ପରିଶ୍ରମ କଲେ A1 ନିଶ୍ଚିତ ପାଇବ। 6ରୁ 7 ଘଣ୍ଟା ପରିଶ୍ରମ କଲେ ନିଶ୍ଚିତ A1 ପାଇପାରିବ। ଯାହାକି ମୋର ବହୁତ ଅଭିଜ୍ଞତା ଥିଲା। ହେଲେ ଆଜି ଆମ ପିଲାର ପାଖରେ ସେଇଟା ପ୍ରୟୋଗ କରାହେଇଛି। ନିଶ୍ଚିତ ବହୁତ ଖୁସି ଅଛି। କାରଣ ଚାରିଆଡ଼ୁ ଆମ ବ୍ଲକରେ ଯେହେତୁ ସମସ୍ତେ ଜାଣିଛନ୍ତି ମୁଁ ଜଣେ ଆରପି ମାନେ ରିସୋର୍ସ ପର୍ସନ, ଟ୍ରେନର ମାନେ ସାର୍‌ମାନଙ୍କୁ ଟ୍ରେନିଂ ଦିଏ। କିନ୍ତୁ ସବୁ ସାର୍‌ମାନଙ୍କର ଆଶୀର୍ବାଦ ମୋର ନୁହେଁ, ସାର୍‌ମାନଙ୍କର ଏବଂ ଭଗବାନଙ୍କର ଆଶୀର୍ବାଦ ପାଇଁ ସେ ଆଜି ଏ ସ୍ଥାନ ପାଇଛି, ଟପର ହେଇଛି। ସେଇଥିପାଇଁ ଖୁସି ଲାଗୁଛି। ଆପଣମାନେ ଆଶୀର୍ବାଦ କରନ୍ତୁ। ଏ ତ ଆରମ୍ଭ ହେଲା, କେମିତି +2ରେ ଆହୁରି ଭଲ କରିବ, ଆଗକୁ ଆଗକୁ ଯିବ ଆଉ। ଶହୀଦନଗର ହାଇସ୍କୁଲ ତ ଗୋଟେ ବହୁତ ପୁରୁଣା ହାଇସ୍କୁଲ। ଏ ଅଞ୍ଚଳରେ ସର୍ବବୃହତ ଶିକ୍ଷାନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଅନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ଅତୀତରେ କୃତକାର୍ଯ୍ୟ ହେଇ ଯାଇଛନ୍ତି ଏବଂ ବହୁତ ଉଚ୍ଚ ପଦପଦବୀରେ ମଧ୍ୟ ଅଛନ୍ତି, ଯଦ୍ୱାରା ଆମ ଅଞ୍ଚଳ ମଧ୍ୟ ଗୌରବାନ୍ୱିତ ହୋଇଛି। ବିଶେଷ କରି ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଆମ ବିଦ୍ୟାଳୟରୁ ସାଇ ସାର୍ଥକ ନାୟକ, ଯିଏକି ଧାମନଗର ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି, ସେ ଆମ ଅଞ୍ଚଳ ପାଇଁ, ଆମ ବିଦ୍ୟାଳୟ ପାଇଁ ନିଶ୍ଚିତ ଭାବରେ ଆନନ୍ଦର ବିଷୟ। ତାଙ୍କ ସହିତ ମଧ୍ୟ ଆଉ 2 ଜଣ ସେମାନେ ମଧ୍ୟ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଶା କରିବି ଯେଉଁ ପିଲାମାନେ ଆମ ଅଞ୍ଚଳର ଗୌରବ ରକ୍ଷା କରିବା ସହିତ ନିଜର ପାରଦର୍ଶିତା ପ୍ରତିଫଳିତ କରିଛନ୍ତି ଚଳିତ ମେଟ୍ରିକ ପରୀକ୍ଷାରେ, ଜଗତର ନାଥ ଜଗନ୍ନାଥ ସେମାନଙ୍କର ମଙ୍ଗଳ କରନ୍ତୁ, ସେମାନେ ଭଲ ମଣିଷ ହୁଅନ୍ତୁ ଏବଂ ଏଇଭଳି ଆଗକୁ ଆହୁରି କୃତିତ୍ୱ ଅର୍ଜନ କରି ନିଜର, ନିଜ ପରିବାରର ତଥା ଆମ ଅଞ୍ଚଳର ଗୌରବକୁ ଅକ୍ଷୁଣ୍ଣ ରଖନ୍ତୁ। ମୁଁ ବହୁତ ଖୁସି ଅଛି। ଆଉ ଯାହା ବି ଆଶା ରଖିଥିଲୁ ପୁଅ A1 ପାଇବ ବୋଲି, ତାର ପରିଶ୍ରମର ଫଳ ସେ ପାଇଛି। ଆଉ ତା ବାବା ବି ବହୁତ ପରିଶ୍ରମ କରିଛନ୍ତି ସେଥିପାଇଁ। ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ସ୍କୁଲର ସିଏ ବି ପରିଶ୍ରମ କରିଛନ୍ତି। ପ୍ରଭୁଙ୍କର ଆଶୀର୍ବାଦ। ଆଉ ସେଥିପାଇଁ
ମୁଁ ବି ବହୁତ ଖୁସି ଅଛି କିନ୍ତୁ ବ୍ଲକ୍ ଟପର୍ ହେବ ବୋଲି ଆମେ ଆଉ ଆଶା ଯେତିକି ଥିଲା ବି ଆମେ ଏତେ ରଖିନଥିଲୁ କିନ୍ତୁ ହେଇଛି ବୋଲି ବହୁତ ଖୁସି ଆଉ।